ओम शांति। सद्गुरु सद्गतिदाता परम पिता निराकार शिव बाबांकर सत्य सत्य तीर्थ करुथिबा आत्मिक संतान मानंकु हृदयर सहित स्नेह सम्मान शुभेच्छा सुस्वागतम सुप्रभात। तीर्थरे जिबा ଏହା ଏକ ଭକ୍ତି ଭାବଧାରାର ବଳିଷ୍ଠ ନମୁନା, ଯାହା ବୈଦିକ ଯୁଗରୁ ପରମ୍ପରା ରୂପେ ଚାଲିଛି ମଧ୍ୟ। ଆଗ ଅପେକ୍ଷା ଅନେକ ଗୁଣା ଅଧିକ ତୀର୍ଥଯାତ୍ରା କରିବା ବଢ଼ିଯାଇଛି। ହେଲେ ସେତେବେଳର ତୀର୍ଥ ଆଉ ବର୍ତ୍ତମାନର ତୀର୍ଥ ଭିତରେ ଅନେକ ପାର୍ଥକ୍ୟ। ଆଗରୁ ତୀର୍ଥ ଆଦିକୁ ଯିବା ପାଇଁ 1 ମାସ ପୂର୍ବରୁ ବହୁତ କିଛି ନୀତି ନିୟମକୁ ମାନି ଚଳିବାକୁ ପଡ଼ୁଥିଲା। ଆଉ ଯେଉଁମାନେ ନିୟମକୁ ପାଳନ କରୁଥିଲେ ସେହିମାନେ ହିଁ ତୀର୍ଥକୁ ଯାଉଥିଲେ। ତୀର୍ଥକୁ ଯିବା ସମୟରେ କେବଳ ସାଙ୍ଗରେ ନେଇଥିବା ଶୁଦ୍ଧ ଖାଦ୍ୟକୁ ଖାଉଥିଲେ। ପରସ୍ପର ଭିତରେ ସାଂସାରିକ କଥାବାର୍ତ୍ତା ହେଉନଥିଲେ। ସମ୍ପୂର୍ଣ୍ଣ ମୌନତାକୁ ଧାରଣ କରୁଥିଲେ। ଆବଶ୍ୟକ ସ୍ଥଳେ ଈଶ୍ୱରଙ୍କ ବିଷୟରେ ଆଲୋଚନା କରୁଥିଲେ। ସମ୍ପୂର୍ଣ୍ଣ ପବିତ୍ରତାକୁ ଅବଲମ୍ବନ କରୁଥିଲେ। ବିଶେଷ କରି ଯେଉଁ ତୀର୍ଥସ୍ଥାନକୁ ଯାଉଥିଲେ କେବଳ ସେହି ତୀର୍ଥସ୍ଥାନର ହିଁ ସ୍ମୃତିରେ ଯାଉଥିଲେ। ହେଲେ ବର୍ତ୍ତମାନର ତୀର୍ଥଯାତ୍ରା ସମୟରେ ନା ସେ ଆଦବ କାଇଦାକୁ ମାନୁଛନ୍ତି, ନା ସେହି ଏକାଗ୍ରତାର ସହକାରେ ଯାଉଛନ୍ତି। କେହି କେହି ତ ଏପରି ତୀର୍ଥକୁ ଯିବା ସମୟରେ ନା ଖାଦ୍ୟ ପାନୀୟର ଶୁଦ୍ଧତା ରଖୁଛନ୍ତି, ନା ପବିତ୍ର ରହୁଛନ୍ତି। ତୀର୍ଥଯାତ୍ରାକୁ ଯେପରି ଏକ ମୌଜ ମଜଲିସର ମାଧ୍ୟମ ରୂପରେ ଧରି ନେଇଛନ୍ତି। ତେବେ ଏଠାରେ ମୁଖ୍ୟ କଥା ହେଉଛି ଦ୍ୱାପର ଯୁଗରୁ ଅନେକ ତୀର୍ଥ ଆଦି ଭ୍ରମଣ କରି ଆସିଲେ। ହେଲେ ଏହାଦ୍ୱାରା ନା କାହାକୁ ମୁକ୍ତି ମିଳିଛି, ନା ସଦ୍ଗତି ପ୍ରାପ୍ତ ହେଉଛି। କାରଣ ବାସ୍ତବ ତୀର୍ଥ କ'ଣ ଏବଂ ଏହାର ରହସ୍ୟ କ'ଣ, ଏହା ଜାଣିବା ବହୁତ ଜରୁରୀ ଅଟେ। ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି कि चारों तरफ लगाए फेरे फिर भी हरदम दूर रहे। अर्थात स्थूल बा शारीरिक तीर्थयात्रा द्वारा आत्मार कौनसी उन्नति होई न थाए कि भगवान प्राप्त होई न थांती। सेथिपाई सर्व आत्मांकर पिता निराकार परमात्मा आसी आत्मिक पथ प्रदर्शक होई सच्चा तीर्थर रहस्य बुझौछंती। कहउछंती, मधुर आत्मिक संतानगण तुमर सच्चा तीर्थ हेउछि शांतिधाम ओ सुखधाम। सत्य पिता तुम संतान मानंकु सत्य तीर्थ कराउछंती। शांतिधाम कहिले आत्मा मानंकर रहिबा स्थान अर्थात घर, एवं सुखधाम अर्थात सत्ययुगी स्वर्ग राज्यर राज्य भाग्य। शिव बाबा कहउछंती, वर्तमान घर एवं सत्ययुगी राज्य पदकु मने पकई चाल, तेबे अपार सुखर अनुभूति करि चालिब। कौनसी भी परिस्थिति रे विचलित बा दुखित हेब नाही। कारण भगवान जानिछंती जे मोर संतान माने अधा कल्प हेला अर्थात द्वापर जुगरु भक्ति मार्गरे अनेक कष्ट करिछंती। मते पाइबा पाई काहीं कुआडे कुआडे घुरी बुलिछंती। केते गुरु गोसेई करिछंती। केते जाग यज्ञ ओषा व्रत करी आसिछंती।
ସେଥିପାଇଁ ଗୀତାର ମହାବାକ୍ୟ ଅନୁସାରେ ଏହି ଘୋର କଳିଯୁଗର ଅନ୍ତିମ ଚରଣ ଯେତେବେଳେ କି ଦୁନିଆକୁ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ଅଛି, ସେହି କଲ୍ୟାଣକାରୀ ସଙ୍ଗମ ଯୁଗରେ ଆସି ଏହି ସବୁ ଦୁଃଖରୁ ମୁକ୍ତ କରୁଛନ୍ତି ଏବଂ ଆତ୍ମିକ ଯାତ୍ରାର ଶିକ୍ଷା ପ୍ରଦାନ କରୁଛନ୍ତି। ମୁକ୍ତି ଆଉ ଜୀବନ ମୁକ୍ତିକୁ ଯିବା ପାଇଁ କହୁଛନ୍ତି, ପିଲାମାନେ ଏବେ ତୁମକୁ ଆଉ କୁଆଡ଼େ ଯାଇ ସମୟ ବା ଅର୍ଥ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ କି ଶାରୀରିକ କଷ୍ଟ ମଧ୍ୟ କରିବାର ନାହିଁ। ଘର ଗୃହସ୍ଥରେ ରୁହ, ସବୁ କିଛି କର, କର୍ମ ଆଦି କରି ନିମିତ୍ତ ହେଇଯାଅ ଏବଂ ମନେ ମନେ ମୋତେ ମନେ ପକେଇ ଚାଲ, ଯାହାକୁ କୁହାଯାଏ ମନ୍ମନା ଭବ, ଏବଂ ଶାନ୍ତିଧାମ ଘରକୁ ମନେ ପକେଇ ଚାଲ। ଏହା ହିଁ ହେଉଛି ବାସ୍ତବିକ ତୀର୍ଥ, ଶ୍ରେଷ୍ଠ ତୀର୍ଥ। ଏହାଦ୍ୱାରା ଆତ୍ମା ସମ୍ପୂର୍ଣ୍ଣ ପବିତ୍ର, ସତୋପ୍ରଧାନ ହୋଇ ସତୋପ୍ରଧାନ ଦୁନିଆର ମାଲିକ ହୋଇଯିବ। ପାଞ୍ଚ ବିକାର ରୂପୀ ମାୟା ତୁମକୁ ସମ୍ପୂର୍ଣ୍ଣ ପତିତ ଦୁଃଖୀ କରେଇ ଦେଇଛି। ଏବେ ମୋ ସ୍ମୃତି ଦ୍ୱାରା ବିକାର ରୂପୀ ମାୟାକୁ ଭସ୍ମ କର। ଶାସ୍ତ୍ରରେ ଉଲ୍ଲେଖ ଅଛି ନା, ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ। ଏହାର ମଧ୍ୟ ସୂକ୍ଷ୍ମ ରହସ୍ୟକୁ ବା ଗହନ ରହସ୍ୟକୁ ବୁଝିବା ଆବଶ୍ୟକ। ତେଣୁ ଏବେ ନିଜକୁ ଦେହଠାରୁ ଅଲଗା ଆତ୍ମା ଭାବି ଚାଲ। ମୁଁ ଯେଉଁ ଜ୍ଞାନ ପ୍ରଦାନ କରୁଛି, ସେହି ଜ୍ଞାନ ଦ୍ୱାରା ବୁଦ୍ଧିକୁ ସର୍ବଦା ଭରପୁର ରଖ। ଭଗବାନଙ୍କ ଠାରୁ ଆଶୀର୍ବାଦ ବା କୃପା ମାଗିବା ପରିବର୍ତ୍ତେ ଏହି ଈଶ୍ୱରୀୟ ପାଠପଢ଼ା ଉପରେ ପୁରା ଧ୍ୟାନ ଦେଇ ନିଜ ଉପରେ ନିଜେ କୃପା କରିବା ଦରକାର। ଆମେ ଜାଣିଛେ କୃପା ଶବ୍ଦର ଅର୍ଥ ହେଉଛି କର ଏବଂ ପାଅ। କ୍ରୁ ଧାତୁରୁ ଏହା ଉଦ୍ଧୃତ। ତେଣୁ ଆମେ କରିବା ଏବଂ ପାଇବା। କରିବା ପାଇଁ ଭଗବାନ ଉଚିତ ମାର୍ଗଦର୍ଶନ କରାଉଛନ୍ତି। ସେହି ଅନୁସାରେ ଯିଏ କରିବ ସିଏ ପାଇବ। ସଂସାରର ସମସ୍ତ ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ସୁଖଧାମର ମାଲିକ କରିବାର ସେବା କରିବା ଦରକାର। ଏହିପରି ସୁପୁତ୍ର ସେବାଧାରୀ ହେବାର ଅଛି, ଯଦ୍ୱାରା ସ୍ୱୟଂ ଭଗବାନ ମଧ୍ୟ ତୁମ ଉପରେ ସମର୍ପିତ ହେଇଯିବେ। ସେଇଥିପାଇଁ ତ ଭଗବାନଙ୍କୁ କୁହାଯାଏ ଭକ୍ତ ବତ୍ସଳ। ଭକ୍ତର ସଦା ସେ ଅଧୀନ ଥାନ୍ତି। ଶିବ ବାବା କହୁଛନ୍ତି, ମନ ବୁଦ୍ଧିର ଏକାଗ୍ରତା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ବାଲା କର୍ମଯୋଗୀ ହୁଅ। କର୍ମଯୋଗୀ ଅର୍ଥାତ୍ କର୍ମ କରି କର୍ମର ବନ୍ଧନରେ ବାନ୍ଧି ହେବାର ନାହିଁ ବା କର୍ମ ସହିତ ବୁଦ୍ଧିକୁ ଜଡ଼ିତ ରଖିବାର ନାହିଁ। ସେଇଥିପାଇଁ ଶିଖ ଧର୍ମରେ ଅଛି ହାତ କରଡେ ଦିଲିଆରଡେ, ଅର୍ଥାତ୍ ହାତରେ କାମ କରି ଚାଲ, ବୁଦ୍ଧି ପରମାତ୍ମାଙ୍କ ସହିତ ଲାଗି ରହୁ। ଏହା ହିଁ ବାସ୍ତବିକ କର୍ମଯୋଗ। ବାବାଙ୍କର ସ୍ନେହର ପ୍ରତିଦାନ ଦେବା ପାଇଁ ଭିତରେ ଭିତରେ ଅନାସକ୍ତ ରହିବା ଦରକାର ଏବଂ ମନମନା ଭବ ହେଇ ରହିବା ଦରକାର। ଅର୍ଥାତ୍ ମନ ସର୍ବଦା ଭଗବାନଙ୍କ ପାଖରେ ଥାଉ, ଯାହାକୁ ଶାସ୍ତ୍ରରେ କୁହାଯାଏ ଉପବାସ। ଉପ କହିଲେ ନିକଟ, ବାସ କରିବା ଅର୍ଥାତ୍ ରହିବା। ଭଗବାନଙ୍କ ପାଖରେ ନିତ୍ୟ ନୈମିତ୍ୟ ମନକୁ ନିବଦ୍ଧ କରି ରଖିବା। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ,
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।